ଏହି ଅଭ୍ୟାସ ଆପଣଙ୍କ ପିଲାମାନଙ୍କୁ ନିଶ୍ଚିତ ଶିଖାନ୍ତୁ। ଘରେ ପୂଜା କଲାବେଳେ ପିଲାମାନଙ୍କୁ ପାଖରେ ବସାନ୍ତୁ। ଗାୟତ୍ରୀ ମନ୍ତ୍ର ଏବଂ ହନୁମାନ ଚାଳିଶା ମୁଖସ୍ଥ କରାନ୍ତୁ। ସଙ୍କଟ ସମୟରେ ଭଗବାନଙ୍କୁ ଡାକିବା ଶିଖାନ୍ତୁ। ଆମ ଜଗନ୍ନାଥ ସଂସ୍କୃତିର ବିଷୟଗୁଡ଼ିକ ଜଣାନ୍ତୁ। ସପ୍ତାହରେ କମ୍ ସେ କମ୍ ଗୋଟିଏ ଥର ପିଲାମାନଙ୍କୁ ମନ୍ଦିର ଅବଶ୍ୟ ନିଅନ୍ତୁ। ତିଳକ ଲଗାଇବାର ଅଭ୍ୟାସ କରାନ୍ତୁ। ବିଭିନ୍ନ ଧାର୍ମିକ କଥାଗୁଡ଼ିକ ଶୁଣାନ୍ତୁ। ପତ୍ନୀଙ୍କୁ ବା ସ୍ତ୍ରୀଙ୍କର 7ଟି କର୍ତ୍ତବ୍ୟ। ଶାଶୁ ହେଉ କିମ୍ବା ମାତୃ ପରିବାର ହେଉ, କାହାର ଭୁଲ ପରାମର୍ଶ ଅନୁସରଣ କରିବ ନାହିଁ। ଏହି ଭୁଲ ଧାରଣାକୁ ଆପଣଙ୍କ ମନରେ କେବେ ବି ରଖିବ ନାହିଁ ଯେ ସମାଜ ଲୋକମାନେ କ'ଣ କହିବେ। ମୋ ଘରକୁ ଆସୁଥିବା ଅତିଥିମାନଙ୍କୁ ସମ୍ମାନ କରିବ। ମୁଁ ବାହାରେ କାହା ସହିତ କଥାବାର୍ତ୍ତା ହେବା ବେଳେ ପ୍ରତିବାଦ କରିବ ନାହିଁ। ଯଦି ମୁଁ କୌଣସି ଧାର୍ମିକ କାର୍ଯ୍ୟ କରେ କିମ୍ବା କିଛି ଜ୍ଞାନ କରେ, ତେବେ ମୋତେ ମନା କରିବ ନାହିଁ। ପରିବାରରେ ସମନ୍ୱୟ ରକ୍ଷା କରିବ। ସ୍ୱାମୀଙ୍କୁ ପରିବାରଠାରୁ ଅଲଗା ହେବାକୁ ବାଧ୍ୟ କରିବ ନାହିଁ। କାହା ସହିତ ଉଚ୍ଚସ୍ୱରରେ କଥାବାର୍ତ୍ତା କରିବ ନାହିଁ। ଲାଜକୁଳତା ହେଉଛି ଜଣେ ଭାରତୀୟ ମହିଳାଙ୍କ ସବୁଠାରୁ ବଡ଼ ଶୋଭା। କାହାକୁ ଖାଇବାକୁ ଦେଲେ କ'ଣ ହୁଏ ନିଶ୍ଚୟ ଜାଣନ୍ତୁ। ପିମ୍ପୁଡ଼ିକୁ ଖାଇବାକୁ ଦେଲେ ସୁଖ, ଶାନ୍ତି ଓ ସମୃଦ୍ଧି। ହାତୀଙ୍କୁ ଖାଇବାକୁ ଦେଲେ ଦୁଃଖ ଓ ପାପରୁ ମୁକ୍ତି। ଗୋମାତାଙ୍କୁ ଖାଇବାକୁ ଦେଲେ ଧନ, ସମୃଦ୍ଧି ଓ ସୁଖ। କୁକୁରକୁ ଖାଇବାକୁ ଦେଲେ ଜୀବନ ରକ୍ଷା ଓ ସୁରକ୍ଷା। କଇଁଚକୁ ଖାଇବାକୁ ଦେଲେ ଧନ ଓ ଐଶ୍ୱର୍ଯ୍ୟ ବୃଦ୍ଧି। କାଉକୁ ଖାଇବାକୁ ଦେଲେ ପିତୃଦୋଷରୁ ମୁକ୍ତି। ମାଙ୍କଡ଼କୁ ଖାଇବାକୁ ଦେଲେ ଶତ୍ରୁ ଓ ଦୁର୍ଘଟଣାରୁ ମୁକ୍ତି। ଦୁନିଆରେ ସବୁଠାରୁ ବଡ଼ କ'ଣ ଜାଣିବା? ସବୁଠାରୁ ବଡ଼ ଶକ୍ତି ମସ୍ତିଷ୍କ। ସବୁଠାରୁ ବଡ଼ ସୁଖ ପ୍ରଶଂସା। ସବୁଠାରୁ ବଡ଼ କ୍ରୋଧ ହିଂସା। ସବୁଠାରୁ ବଡ଼ ଇଚ୍ଛା ସମ୍ପତ୍ତି। ସବୁଠାରୁ ବଡ଼ ଧନ ସୌନ୍ଦର୍ଯ୍ୟ। ସବୁଠାରୁ ବଡ଼ ଜାଗା ହୃଦୟ। ସବୁଠାରୁ ବଡ଼ ସମ୍ମାନ ବ୍ୟବହାର। ସବୁଠାରୁ ବଡ଼ ଆଶା ଲୋଭ। ସବୁଠାରୁ ବଡ଼ ଦୁଃଖ ଅପମାନ। ଶ୍ରାବଣ ମାସରେ କ'ଣ କିଣିଲେ ଶୁଭ ଜାଣନ୍ତୁ। ଶ୍ରାବଣ ମାସରେ ଡମରୁ କିଣନ୍ତୁ ଏବଂ ଏହା ଏକ ପିଲାକୁ ଉପହାର ଦିଅନ୍ତୁ। ରୁଦ୍ରାକ୍ଷ କିଣିଲେ ଆପଣଙ୍କ ଜୀବନ ପାଇଁ ବହୁତ ଶୁଭ। ରୂପା ତ୍ରିଶୂଳ କିଣିବା ଦ୍ୱାରା ବିପର୍ଯ୍ୟୟରୁ ରକ୍ଷା ମିଳେ। ନୂତନ ଧୋତି ବା ଶାଢ଼ୀ କିଣି ପିନ୍ଧି ଉପବାସ କଲେ ଶୁଭ ମନାଯାଏ। ରୂପା କଙ୍କଣ ବା କଡ଼ା ଆଣିବା ଦ୍ୱାରା ବିଦେଶ ଯାତ୍ରାର ସମ୍ଭାବନା ସୃଷ୍ଟି ହୋଇଥାଏ। ଶିବ ମନ୍ଦିରରୁ ଭସ୍ମ ଆଣି ଏକ ରୂପା ବାକ୍ସରେ ରଖନ୍ତୁ। ରୂପା ନାଗ ନାଗୁଣୀ ହଳ ଆଣନ୍ତୁ। ରୂପା ନନ୍ଦୀ କିଣିଲେ ଆର୍ଥିକ ସମସ୍ୟାରୁ ମୁକ୍ତି ହୁଏ। ଶ୍ରାବଣ ସୋମବାର ଦିନ କେଉଁ ଜିନିଷ କିଣିଲେ ଲାଭ ହୋଇଥାଏ? ସୋମବାର ଦିନ ଭଗବାନ ଶିବଙ୍କ ଦିନ ହୋଇଥାଏ। ଏହି ଦିନ କମ୍ପ୍ୟୁଟର, ମୋବାଇଲ, ବହି ବା କୌଣସି ପ୍ରକାର ଷ୍ଟେସନାରୀ ଜିନିଷ କିଣିବା ଉଚିତ ନୁହେଁ। ଏହି ଦିନ ଚାଉଳ ଓ କ୍ଷୀର ଜାତୀୟ ଜିନିଷ ଓ ବାସନକୁସନ କିଣିବା ଲାଭଦାୟକ ହୋଇଥାଏ। ଘରେ କଳି ଝଗଡ଼ା ହେବାର ମୁଖ୍ୟ କାରଣ ଗୁଡ଼ିକ: ସକାଳେ ଡେରିରେ ନିଦରୁ ଉଠିବା, ପୁରୁଣା ଚପଲ, ଜୋତା ଗଦା କରି ରଖିବା। ଘରେ ବାସ୍ତୁଦୋଷ କିମ୍ବା ପିତୃଦୋଷ ଥିଲେ ମଧ୍ୟ ଝଗଡ଼ା ହୋଇଥାଏ। ଅଇଁଠା ହାତ ନ ଧୋଇ ଅନ୍ୟ କାମ କରିବା। ରାତିରେ ଅଇଁଠା ବାସନ ପକେଇ ରଖିବା। ଗାଧୁଆ ଘରେ ଅସନା ଲୁଗା ପକେଇ ରଖିବା। ଖଟ ଉପରେ ବସିକି ଖାଇବା। ଖାଇବା ସମୟରେ ମୋବାଇଲ ଦେଖିବା। ଲୁଗାପଟା ଗଦା କରି ରଖିବା। ଗାଧୁଆ ଘର କବାଟ ଖୋଲା ରଖିବା। ଘରେ ପୂଜାପାଠ ନିୟମ ଅନୁସାରେ ନ କରିବା। ଏହା ନିଶ୍ଚୟ ଜାଣି ରଖନ୍ତୁ, ସ୍ୱର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ। ଆଜିର ମଣିଷ ପାଖରେ ସବୁ କିଛି ଅଛି କିନ୍ତୁ ଧୈର୍ଯ୍ୟ ନାହିଁ। ଅଭିଳାଷା ଅଛି କିନ୍ତୁ ସନ୍ତୋଷ ନାହିଁ। ଜ୍ଞାନ ଅଛି କିନ୍ତୁ ବୁଝିବାକୁ ମନ ନାହିଁ। ଗୀତାରେ ସବୁ କିଛି ଅଛି କିନ୍ତୁ ମିଛ ନାହିଁ। ଆଜିର ଦୁନିଆରେ ସବୁ କିଛି ଅଛି କିନ୍ତୁ କାହା ପାଖରେ ଶାନ୍ତି ନାହିଁ।